ନମସ୍କାର ଦର୍ଶକ ବନ୍ଧୁ। ଆଜି ଜେଜେମା ହସ୍ପିଟାଲରେ କହିବେ ଗୋଟାଏ ପରେ ଗୋଟାଏ ପ୍ରୋବ୍ଲେମ ଏଇ ଘରକୁ ମାଡ଼ି ଆସୁଛି। ଯେତେ ଚାହିଁଲେ ବି ଏସବୁ ଠିକ ହଉନି। ଯେମିତି କାହାର ନଜର ଲାଗି ଯାଇଛି। ଏସବୁ କଥା ଶୁଣି ଜେଜେବାପା କହିବେ, ଏ ଲାଲି, ଏଣେ ତେଣେ କଥା ମୁଣ୍ଡରେ ପୁରାଇ ଟେନସନ ହଉଛ ଆଉ ମତେ ବି ଟେନସନ ଦଉଛ। ତାପରେ ଜେଜେମା କହିବେ, ବୁଝିଲ ଛତୁଆ, ପିଲାଦିନେ ମୋ ଜେଜେମା ମତେ କାହାଣୀ ଶୁଣାଉଥିଲା। କଳିଯୁଗରେ ଡାହାଣୀ ଅଛନ୍ତି। ତାପରେ ରାଗିଣୀ ଆଶ୍ଚର୍ଯ୍ୟ ହେଇକି ଦେଖୁଛି। ସେତେବେଳେ ନତାଶା ଆସିବେ ଆଉ ତାପରେ ଜେଜେମା କହିବେ, ସେ ଡାହାଣୀ ଆସିକି ରାତିରେ କବାଟ ବାଡ଼େ ଆଉ 3 ଥର ଡାକେ, ମୁଁ ଭିତରକୁ ଯିବି କି? ତାପରେ କବାଟ ଖୋଲିଦେଲେ ଘର ଭିତରେ ଆସିକି ବସିଯାଏ। ତାପରେ ରାଗିଣୀ କହିବେ, ତାପରେ କଣ ହେଲା ଜେଜେମା? ତାପରେ ଆଉ କଣ ହବ? ଥରେ ଯଦି ସେ ଘର ଭିତରକୁ ପଶିବ ତାହେଲେ ବାଦ କରିକି ଛାଡ଼ିବ। ଆଉ ଘରର ସବୁ ଖୁସି ନଷ୍ଟ ନକଲେ ତାକୁ ଶାନ୍ତି ମିଳିବନି। ମତେ ଲାଗୁଛି ମୋ ଘର କବାଟକୁ ଡାହାଣୀ ପାଇଁ ଖୋଲି ଦେଇଛି। ହେଲା, ସେ ଡାହାଣୀ କିଏ ଖାଲି ଚିହ୍ନିବାର ବାକି ଅଛି। ଏମିତି କହିଲେ ବୋଲି ପଡ଼ିଲା ବେଳେ ନତାଶା ଛିଡ଼ା ହେଇଥିବ ଆଉ ଜେଜେମା ତାକୁ ରାଗିକି ଚାହାନ୍ତି। ତାପରେ ଶାଲିନୀ ମନେ ମନେ କହିବେ, ସମସ୍ତେ ଏମିତି ଏଠି ବାହାରେ ଛିଡ଼ା ହୋଇଛନ୍ତି। ସେତିକିବେଳେ ନତାଶା ଜୟକୁ ଇସାରା ଦିଅନ୍ତି। ତାପରେ ନତାଶା କହିବେ, ମୁଁ ନା ମାହି ପାଇଁ ଦେବୀ ମାଙ୍କ ପାଖରେ ମାନସିକ ରଖିଛି। ମୁଁ ଭାବିଛି ଯେମିତି ମାହି ଠିକ ହେଇଯିବ ସମସ୍ତେ ମିଶି